ମାଥିଲି ଗୁଳିକାଣ୍ଡ ଦିବସ ପାଳନ। ମାଲକାନଗିରି ଜିଲ୍ଲା ମାଥିଲି ଠାରେ ଗୁଳିକାଣ୍ଡ ଦିବସ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ପାଳନ କରାଯାଇଛି। ମାଥିଲି ପୁରୁଣା ଶହୀଦ ଲକ୍ଷ୍ମଣ ନାୟକ ଭବନ ଠାରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ମଶାଲ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଦେଇ ମାଥିଲି ଥାନାରେ ଶହୀଦ ମିନରେ ଶହୀଦଙ୍କୁ ପୁଷ୍ପ ମାଲ୍ୟ ଦେଇ ଶହୀଦଙ୍କ ବଳିଦାନ ବିଷୟରେ ଆଲୋଚନା କରାଯାଇଥିଲା। ଏହାସହ ନୂତନ ଶହୀଦ ଲକ୍ଷ୍ମଣ ନାୟକ ଭବନରେ ଏକ ସଭା କରାଯାଇ ଶହୀଦମାନଙ୍କ ଉତ୍ତରାଧିକାରୀଙ୍କୁ ଉପସମ୍ମାନିତ କରିବା ସହ 1942 ମସିହା ଅଗଷ୍ଟ 21 ତାରିଖରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ବ୍ରିଟିଶ ଶାସନ ବିରୋଧରେ ମାଥିଲି ଥାନାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା। ଏଥିରେ ଗୋରା ସରକାରଙ୍କ ଗୁଳିରେ 17 ଜଣ ଶହୀଦ ହୋଇଥିଲେ। ରାମନା ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁକୁ ନେଇ ଶହୀଦ ଲକ୍ଷ୍ମଣ ନାୟକଙ୍କୁ ବ୍ରହ୍ମପୁର ଜେଲରେ ଫାଶୀ ଦିଆଯାଇଥିଲା। ଏଣୁ ଅଗଷ୍ଟ 21 ଗୁଳିକାଣ୍ଡ ଦିବସ ପାଳନ କରାଯାଇଛି। ଦୁଃଖର ବିଷୟ, ପ୍ରତ୍ୟେକ ବର୍ଷ MLA MP ତଥା ରାଜନୀତିମାନେ ସରକାରୀ ମାନ୍ୟତା ବିଷୟରେ ଭାଷଣ ଦେଉଛନ୍ତି, କିନ୍ତୁ ଆଜି ଯାଏ ଅଗଷ୍ଟ 21 ଗୁଳିକାଣ୍ଡ ଦିବସ ସରକାରୀ ମାନ୍ୟତା ପାଇନାହିଁ। ମାଲକାନଗିରିରୁ ଅବଦୁଲ ଗାନୀଙ୍କ ରିପୋର୍ଟ, ଓଡ଼ିଶା ପ୍ରୟାସ ନ୍ୟୁଜ।